ଖାଇବି ଭୋକ କଲାଣି। ଖାଇବୁ ଯେ ଧନ, କିନ୍ତୁ ଘରେ କିଛି ନାହିଁ। ମୁଁ 2-4 ଘର ବୁଲି ଆସିଲି ଯେ ହେଲେ କେହି କିଛି ଦେଲେନି। ତମ କଥା ତ ମୁଁ ବୁଝୁଛି, କିନ୍ତୁ ମୋ ପେଟ ତ ବୁଝୁନି। କଣ କରିବା ଧନ, ବୁଝିବାକୁ ତ ପଡିବ। ଆଜି ଯଦି ତ ବାପା ବଞ୍ଚିଥାନ୍ତା ତାହେଲେ କଣ ଆମକୁ ଏତେ ଦୁଃଖ କଷ୍ଟ ଦେଖିବାକୁ ପଡିଥାନ୍ତା? ତ ବାପା ଆର ପାରିକୁ ଚାଲିଯିବା ଦିନଠୁ ଆମ ଉପରେ ଯେମିତି ଦୁଃଖ କଷ୍ଟର ପାହାଡ ଭାଙ୍ଗି ପଡିଛି। ମା 2 ଦିନ ହେଲା କିଛି ଖାଇନି। ତମେ ଯାହା ବି କହିକି ବୁଝାଉନା କାହିଁକି, ପେଟ ଆଉ ବୁଝୁନି। ବହୁତ କଷ୍ଟ ହଉଛି, ମୁଁ ଆଉ ସହି ପାରୁନି। ହଉ ତୁ ବସିଥା, ମୁଁ ଯାଉଛି ତୋ ବଡ ବାପା ଘରକୁ। ଯଦି ତୋ ଭାଇ ମାନେ କିଛି ଦେଲା ମୁଁ ତୋ ପାଇଁ ନେଇକି ଆସିବି। ହଁ ଟିକେ ଶୀଘ୍ର ଯାଅ। ଯୋଗୁ କାଲି 2 ଡଙ୍ଗା ଫୁଲ କରି କାଠ ଆଣିଛି। ଯୋଗୁ ଏକା ଏତେ କାଠ କେମିତି ଆଣିଲା? କେଜାଣେ ଆଣୁଥିଲା, ଦେଖୁଥିଲି ଆଉ। ସେ ଛୋଟ ଜଙ୍ଗଲରେ 4-5ଟା ଗଛ ଥିଲା, ସେଇଆକୁ କାଟି ଆଣିଥିବ। ହଉ ବା ଆଣୁ, ଆମେ ବି ଆଣିବା 2 ଡଙ୍ଗା। କଷ୍ଟ କଲେ ହେଲା ଆଉ। ଭାଇ ତମ ବୋଉମା କହୁଥିଲା ଆମ ବଖରା ଟିକେ ଛୋଟ ହଉଛି, କାନ୍ଥଟା ଟିକେ ତମ ବଖରା ଆଡକୁ ଟିକେ ଘୁଞ୍ଚେଇ ନେଇଥାନ୍ତେ। ତୁ ର ଟିକେ, କାଇଁ ଏତେ ବ୍ୟସ୍ତ ହଉଛୁ? ମୁଁ ତ ତତେ କହିଛି ତତେ ଭଲ ଜାଗା ଦେଖିକି ନୂଆ ଘର ଆଉ ବଡ ଘର ବାନ୍ଧିଦେବି। କେବେ ହବ ନୂଆ ଘର? ଏଇ କଥା କହି କହି ଆଜି 3 ବର୍ଷ ହେଲାଣି। ତ ମୁଁ କଣ କରିବି କହୁନୁ? ମୁଁ କଣ ଚେଷ୍ଟା କରୁନି? ଏବେ ଗୋଟେ ଭଲ ଭିଟାମାଟି ଜାଗା ପାଇଁ 10 ଲକ୍ଷ ଟଙ୍କା ଦରକାର। କାମ ଆମର କଣ? କାଠ କାଟିବା। ସେଥିରେ ଫେର 2ଟା ପରିବାର ଚଳିବ। ସଞ୍ଚୟ ଅଧିକ କେମିତି ହବ? ତା ମାନେ ଘର ହବନି? ମୁଁ କଣ ସେ କଥା କହୁଛି? 3 ବର୍ଷରେ 4 ଲକ୍ଷ ଟଙ୍କା ହେଇଛି। ଆଉ ହଉ ସେତେଦିନ ଏମିତି କୁକୁର ପରୀକ୍ଷା ରହୁଥିବି। ହେଇ ଦେଖନି, ଇଏ କି କଥାବାର୍ତ୍ତା ତୋର? ମୁଁ କଣ ଚେଷ୍ଟା କରୁନି? ବାପର ଜମି ନାହିଁ ବୋଲି କିଣିବା ପାଇଁ ବାହାରିଲି, ସେତିକି ଧୈର୍ଯ୍ୟ ନାହିଁ, ସେଥିପାଇଁ ଦାଦା ଜମି ଉପରେ ନଜର ପକେଇଲି। ଆଉ କଣ କରିଥାନ୍ତି? କଣ ଲାଭ ହେଲା? ତଥାପି ତ ଦାଦା ଜମି ନେଇପାରିଲା। କେମିତି ନେବି? ଭାବିଲି ଦାଦା ଚାଲି ଯାଇଛି, ସୁବିଧା ହବ। କିନ୍ତୁ ସେ ଖୁଡି ତ ଆହୁରି ଖରାପ, ପୁରା ଚେର ଗାଡେଇକି ବସିଛି। ତତେ କହିଲି ସେ ଛୁଆଟାର କିଛି ବ୍ୟବସ୍ଥା କର, ଖୁଡି ଆପେ ଆପେ ହଟିଯିବ। କିଛି କଲୁ ନାହିଁ। କି ବ୍ୟବସ୍ଥା କରିବି? ସେଦିନ ପାଣ୍ଡେ ପେଲି ଦେଲି, ଖୁଡି ଆସିଗଲା, ଫେର ମୁଁ ଉଠେଇଲି। 3 ବର୍ଷ ଭିତରେ ଖାଲି ପାଣିରେ ପେଲିଲୁ, ଆଉ କିଛି ହେଲା ନା। କଣ ହବ? ଖୁଡି ତ ତାକୁ କେବେ ଏକା ଛାଡୁନି, ସବୁବେଳେ ତା ପାଖାପାଖି ରହୁଛି। ଛାଡ ସେସବୁ କଥା, କିଛି ନୂଆ ପ୍ରକାରରେ ଚେଷ୍ଟା କର। ଏବେ ସେ କରାଣ୍ଡି ମାଛ ପରିକା ଅଛି, ବଡ ହେଲା ମାନେ ଅଜଗର ପାଲଟି ଯିବ, ଆମକୁ ଗିଳି ଖାଇବ, ବୁଝିଲୁ? ଖୁଡି ଆସି ବାବୁରେ, ବୋହୂମା ପାଖକୁ ଯାଇଥିଲି, ମୁଠାଏ ଚାଉଳ ମାଗିଲି, ଦେଲାନି। କହିଲା ତମ ପୁଅକୁ ପଚାର, ତୁ ଯାଇକି କହ ମୁଠାଏ ଦଉ। ପୁଅଟା ଆମର 2 ଦିନ ହବ କିଛି ଖାଇନି। ଚାଉଳ କୋଉଠୁ ଆସିବ? ମାସେ 2 ମାସ ହବ ଆମେ କାମକୁ ଯାଇନୁ, ଯେତିକି ଥିଲା ଆଜି ଖାଇଲେ ଆମେ କାଲି କାମକୁ ଯାଇପାରିବୁ। ବାବାରେ, ଯଦି ହବ ତା ପାଇଁ ମୁଠାଏ ଦେ, ପୁଅଟା ମୋର ଭୋକରେ କାନ୍ଦିଲାଣି। ଜମା ହବନି ଖୁଡି, ଯେତିକି ଅଛି ଆଜି ଖାଇଲେ କାଲି ସରିଯିବ। କାଲି କାମ କଲେ ଖାଇଲି, ନହେଲେ ଉପାସ। ଗାଁ ସାରା ବୁଲି ଆସିଲି, ସମସ୍ତେ ମନା କଲେ, ଶେଷରେ ତୁ ବି ମନା କରୁଛୁ। ଆଉ କଣ କରିବି ଖୁଡି? ଆଉ ଦବ ବି କିଏ ତମକୁ? ଏ ଗାଁରେ ସମସ୍ତେ ଗରିବ, ଯିଏ ଖଟୁଛି ସିଏ ଖାଉଛି। ଆଉ ତମେ ଯଦି ଏଠି ସେଠି ମାଗି ବୁଲିବ, କିଏ ଦବ ତମକୁ? ମାଗିବା ଛଡା ମୁଁ ଆଉ କଣ କରିପାରିବି? ମାଇପ ଲୋକଟା, ମୁଁ କୋଉଠି ଖଟିବି? ପୁଅଟା ତ ମୋର ଛୋଟ, ସେ କଣ ଖଟି ପାରିବ? ଖୁଡି, ତମେ ଗୋଟେ କାମ କର, ମୋ ପାଇଁ ପାଣି ଗିଲାସେ ଆଣ, ଶୋଷ କଲାଣି। ହଉ ହଉ ଆଣୁଛି। ହଇରେ, ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଆସିଛି। କଣ? ଦେଖେ, କଳେ ବଳେ କୌଶଳେ ଯଦି ହରିଆକୁ ଜଙ୍ଗଲକୁ ନେଇ ପାରିଲେ, ତାହେଲେ ସେଠି ବାଘ ଭାଲୁ ଅଛି, ତାଙ୍କ ମୁହଁରେ ପେଲି ଦେଲେ ସେମାନେ ତାକୁ ଖାଇକି ସଫା କରିଦେବେ। ହଁ ବଢିଆ, ଆମର ବି ପାପ ହବାର ନାହିଁ, ମାରିଲେ ତ ପାପ ହବ। ସେ ଟୋକାଟା ସଫା ହେଇଗଲେ ଖୁଡି ଆମର କିଛି କରିପାରିବେନି, ଜାଗା ତୋର ହେଇଯିବ। କଣ କରିବୁ କହ? ହଁ, ଏ ଯେ ଖୁଡି ଆମ ସହିତ ହରିଆକୁ ଛାଡିବ? କାହିଁ ଛାଡିବ? ଉପାସରେ ମରୁଛି, ଛାଡିବୁନା ଯିବୁ କୁଆଡେ? ତାହେଲେ ତ କାଲି ତ ଆମେ ଯିବା, ନେଇ ଚାଲ ସାଙ୍ଗରେ। ଦେଖେ ଖୁଡି ଆସି ଆଗେ କଣ ହଉଛି। ହଁ। ଖୁଡି, ହରିଆ କାମ ତ କରିପାରିବନି, କିନ୍ତୁ ସେ ଯଦି ଆମ ସାଙ୍ଗରେ ଗଲା, ଆମେ ତାକୁ ଟିକେ ସାହାଯ୍ୟ କଲେ ସେ ସବୁ କରିପାରିବ। ସେ ପାରିବ? ହଁ, କାହିଁ ପାରିବ ନା? ସେ ଆମ ସାଙ୍ଗରେ ଯିବ ପରା,
ଆରେ ଆମର ଦିନକ ରୋଜଗାର ଯଦି 5 କିଲୋ ଚାଉଳ ହବ, ତା ରୋଜଗାରରେ କିଲେ ତ ହବ। କିଲେ? ଆରେ ଗୋଟେ ଉଦାହରଣ ଦଉଛି। ଓ ଆଚ୍ଛା, ତାହେଲେ ତାକୁ କାଲିଠୁ ନେଇଯାଉନା। ହଁ ନେଇଯିବି। ହେଲେ କି କାମ କରିବ ତମ ସାଙ୍ଗରେ? ଏଇ ଆମ ସାଙ୍ଗରେ କାଠ ଆଣିବ ବା। ଜଙ୍ଗଲକୁ ଯିବ? ହଁ, ନହେଲେ କାଠ ଆଉ କୋଉଠୁ ଆଣିବା? ସେ ଜଙ୍ଗଲରେ ବା ବାଘ ଅଛି। ହଁ ଥାଉ, କଣ ହେଲା ସେଠୁ? ଆମେ ବା ତା ସାଙ୍ଗରେ ଯାଉଛୁ। କିଛି ହବନି ତ ତାର? କଣ ହବ? ଆମେ ଥାଉ ଥାଉ ବାଘ ତାକୁ କ୍ଷତି କରିବ, ଆଉ ଆମେ ଠିଆ ହେଇକି ଅନେଇଥିବୁ। ଖୁଡି, ମୋ ଉପରେ ଭରସା ନାହିଁ। ହଁ ହଁ ହଁ, ଅଛି ଅଛି ଅଛି। ଖୁଡି, ଆମ ଜୀବନ ଯିବ, କିନ୍ତୁ ତାର ଗୋଟେ ବି ରୋମ ବଙ୍କା ହବାକୁ ଦେବିନି। ଆଉ ଏମିତିରେ ବି ଲୋକ ଦେଖିଲେ ବାଘ ଦୂରକୁ ପଳାଏ। ହଉ ହଉ, ମୋ ଧନକୁ ଲକ୍ଷ୍ୟ ରଖିବୁ ହେଲା। ହଁ ବା, ତା ପାଇଁ ତମକୁ କିଛି ଚିନ୍ତା କରିବା ଦରକାର ନାହିଁ। ପୁଅ ତ କାମକୁ ଯିବ, ଚାଉଳ ମୁଠାଇ ଦେ, ସେ କାମରୁ ଆସିଲେ ଦେଇଦେବି। ଚାଉଳ? ହଉ ନେଇଯାଅ। ଆମର ଟିକେ କମିଯିବ ତ କିଛି ଅସୁବିଧା ନାହିଁ। କମ ଭାତ ଅଧିକ ପାଣି ପିଇକି ରହିଯିବି ଆଉ। ନାଇଁ, ତାହେଲେ ଥାଉ। ନାଇଁ ନାଇଁ, ତମେ ନେଇଯାଅ ହେଲା। ଗୋଟେ ଭାଇ ଆଉ ଗୋଟେ ଭାଇ ପାଇଁ ଏତିକି କରିପାରିବେନି? କାଲି ସେ ଫେରେ କାମକୁ ଯିବ, ନେଇଯାଅ। ହଉ, ଦେ ତାହେଲେ। ଆଉ ହଁ, ତମ ପାଇଁ ବି ମୁଠାଏ ନେଇଯାଇଥିବ। ମୋ ପାଇଁ? ହଁ ନେଇଯାଅ, କଣ ଅଛି ମୁଠାଏ ତ ନବ, ନେଇଯାଅ ତମ ପାଇଁ। ହଁ 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 ହଁ, ମୋ ପାଇଁ ବି ନଉଛି। ହେଇଗଲା, ଏବେ ଭାତ ବସେଇଲି, ସାଙ୍ଗେ ସାଙ୍ଗେ ହେଇଯିବ। ଧନରେ, ତ ଲାଲୁ ଭାଇ କହୁଥିଲା ତା ସାଙ୍ଗରେ ତତେ କାମକୁ ନବ। ଯିବୁ? କାମକୁ? ହଁ, କାମ କଲେ ଚାଉଳ ପରିବା ଏସବୁ ଆଣିପାରିବୁ। କେହି ଭୋକ ଉପାସରେ ରହିବାକୁ ପଡିବନି। ସବୁବେଳେ ପେଟ ପୁରା ଖାଇବାକୁ ମିଳିବ। ସବୁବେଳେ ଖାଇବାକୁ ମିଳିବ? ହଁ ହଁ, ମୁଁ କାମ କରିବି। କୋଉଠି ଯିବି କୁହ? କାଲି ତ ଲାଲୁ ଭାଇ ସାଙ୍ଗରେ ଜଙ୍ଗଲକୁ ଯିବୁ। ଜଙ୍ଗଲ? ସେଠି ତ ବାଘ ଅଛି। ଥାଉ, ତୋ ସାଙ୍ଗରେ ତ ଭାଇମାନେ ଯାଉଛି ବା, କଣ ହବ ତୋର? ଆଉ ଯଦି କାମ ନ କରିବୁ ତାହେଲେ ଖାଇବୁ କଣ? ହଁ ଯିବି, କାମ କରିବି, କିନ୍ତୁ ମତେ ଡର ଲାଗୁଛି। କିଛି ହବନି ତୋର, ସାଙ୍ଗରେ ଭାଇମାନେ ଥିବେ ବା। ଆଉ ଯଦି କିଛି ବିପଦରେ ପଡୁ ତାହେଲେ ମା ବନଦେବୀକୁ ଶରଣ କରିବୁ। ଶରଣ କଲେ ମୋ ଡାକ ଶୁଣିବେ? ହଁ ଶୁଣିବେ। ତୁ ମା ବନଦେବୀଙ୍କ ସନ୍ତାନ, ତୁ ଡାକିଲେ ମା ନିହାତି ତୋ ଡାକ ଶୁଣିବେ। ଆଉ ତୁ ବିପଦରେ ପଡିଲେ ତୋତେ ରକ୍ଷା ମଧ୍ୟ କରିବେ। ହଉ, ମୁଁ ତାହେଲେ ଯିବି। ଗୋଟେ କଥା ମନେ ରଖିବୁ, ସବୁବେଳେ ତୋ ଭାଇମାନଙ୍କ ପାଖେ ପାଖେ ଥିବୁ। ଆଉ ବିପଦରେ ପଡିଲେ ମା ବନଦେବୀଙ୍କୁ ଶରଣ କରିବୁ। ଧୀରେ ଧୀରେ। ଭାଇ ହଁ, କୋଉଠୁ କାଟିବି? ତୁ ସେଠୁ କାଟ ହେଲା, ମୁଁ ଏଠୁ କାଟୁଛି। ଭାଇ ମୁଁ କୋଉଠି କାଟିବି? ଧୀରେ, ଜୋରରେ କଥା କହିବନି, ଏଠି ବାଘ ଆସୁଥିବ। ଯେତେ ଧୀରେ କଥା କହିବୁ ସେତେ ଭଲ, ଜୀବନ ପାଇଁ ଭଲ, ବୁଝିଲୁ? ଶୁଣ, ତୁ କାଠ କାଟିବୁ ନା, ଆମର ଦେଖ ଅଳ୍ପ କାଠ ହେଲେ ହେଇଯିବ। ତୋର ଦରକାର ଅଧିକା କାଠ, ଅଧିକା କାଠ ନା ନାଇଁ? ତୁ ଗୋଟେ କାମ କର, ଟିକେ ଦୂରକୁ ପଳା, ସେଠି ବହୁତ କାଠ ଅଛି। ତୁ ସେଠି ଏକା କାଠ କାଟିକି ପୁରା ଲୋଡ କରିଦେ, ଏକାଥରେ ଘରକୁ ନେଇଯିବୁ ହେଲା। ଏ ଦୀପୁ, ଏବେ ମିଳିଲା ମୌକା, ଚାଲ ଶୀଘ୍ର। ସେ ଯାଇଛି ଦୂରକୁ ଅଧିକ କାଠ ଖାଇବାକୁ, ସେ ସେଠି ଖାଉଥାଉ,
ଆମେ ଅଲଗା ସାଇଡରୁ କାଠ କାଟିକି ପଳେଇବା ସେଠି ଥାଉ ଚାଲ ଚାଲ ଚାଲ। ଆଜି ଆଉ କାଠ କାଟିଆନି ଚାଲ ଘରକୁ ପଳେଇବା ହେଲା କାହିଁକିନା ଏବେ ରହିଲେ ସିଏ ଆମକୁ ଖୋଜି ପାରେ ହେଲା ଚାଲ ପଳେଇ ଆସିଛୁ ହେଲା। ମନ ମାନୁ ନଥିଲା ତଥାପି ପୁଅଟାକୁ ପଠେଇଲି। କଣ ଆଉ କରିବି, ମୁଠାଏ ଖାଇବାକୁ ତ ଦେଇ ପାରୁନି। ହେ ମା ବନଦେବୀ, ତମେ ତାକୁ ଘଣ୍ଟ ଘୋଡ଼େଇ ରଖିବ ମା। ଆଜିଠୁ ମୋ ପୁଅ ତମକୁ ଲାଗିଲା। ଭାଇ ସେମିତି କାଟି ହଉନି, କୁରାଡ଼ି ପୁରାଡ଼ି କଣ ଅଛି ଦିଅ। ଭାଇ 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 লালু ভাই 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 লালু ভাই 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 লালু ভাই 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 লালু ভাই ବାଘ ଅଛି, ବାଘ ଭାଇ, ବାଘ ଭାଇ କୋଉଠି ତମେ ଭାଇ? ବାଘ ଅଛି, ବାଘ ଭାଇ କୋଉଠି ଅଛ ତମେ ଭାଇ? ବାଘ ଏ ବାଘ ଅଛି ଏ ଭାଇ पानी कोठी प्राणी पूरा चेष्टा करते बंचेई पालेनी बड़ बड़ बाघ थिला दी तीनटा तो भिक्कु मुड़ा धरी जंती टाणी टाणी नेला को आउ करी मधन रे धन मधन भाग्यर कथा को कहबी पुणी छो भाई ताको नहीं दिली सगरे बंचेई पालेनी मु बंची पल्ली मो कष्ट रे कौन करेबी का मुह देखि चाहि बंजीबी मु कौन करेबी कादिला को मकड़ी हमर व्यक्ति देश को तार तो यति दिन आयुष थिला मु काली सकाळु जीबी जदी हबो ताहाड़ कंकड़ा कोंडा जदी आणी पाली दुख करनी आउ खुड़ी आयुष एतिकी थिला जा मुह जाए मु सारा जीवन कटाई देवी बोली भाभी से आज मत एका करी चली गला कांदुचा खुड़ी से को तुम एका पुआ आमे अछु ना तुम जमा चिंता करनी आमे अछु तुम भाई हो खाली जागाटा भयंकर दिला से जागाटा बहुत भयंकर जगह से सेइतमे ताको आमे बंचै पालुनी तुम चिंता करनी खुड़ी आमे अछु तुम भाई से नाही तो कहला आमे अछु बाप जीवन भी एमती के कांदिनी चाल शीघ्र पाठरू कोन को बाहर जीव ठीक नहीं
ସାପ କିଏ ଅଛ ଏଠି? ପାଣି ଟିକେ ଦବ। ଆଉ ଯଦି କିଛି ବିପଦରେ ପଡୁ ତାହେଲେ ମା ବନଦେବୀକୁ ଶରଣ କରିବୁ। ମା ବନଦେବୀ शीघ्र घर को जीवा जा। ओहो किंतु मते भारी जोरे भोक हलानी शीघ्र चल। तू आगे जा मु काठ नहीं की जीवी। काठ किंतु जंगल रे तो बाघ अछि। से बाघ किछि कहिबनी बाघ में धरम भाई हेई गलानी देखु देख। डर ना से बाघ तो किछि कहिबनी से बाघ तो मामू हबो। तू घर को जा तो मामू तो छाड़ी आसीबे। आ ये पानी गिलास नहीं कि जा मो आखिटा भारी पुडुची घरे जाई कि मो आखि गुट छिंची दउ। का एबे पानी ना ना एबे नु एबे जदी आखि रे पानी देबी पानी सरी जीवो। आ काठ नहीं कि गला बेले को आखि पडुथिबो हेले पानी नथिबो। सेहि पई कहूची काठ नहीं कि गला पर एका थरा आखि रे पानी छिंची देबी। आ तू जा जा घर को नहीं कि जा मु गछरे जाउची काठ नहीं कि। मामू से किछि कहिबोनी मु कहली बा तू जा ता संगे से तो नहीं कि घर छाड़ी दे आसीबो। हां से किछि कहिबोनी तते। हां कामुड़ी बन तो ना किछि कहिबोनी तू जा। हो शीघ्र जा तो माँ बिल मझे पड़ी। माँ बिल मझे पड़ी मु आगे माँ आसिले केमिति? माँ तो जंगल रे थिले। जंगल रे नुह काली ठू बिल मझे पड़ी जा शीघ्र। हो 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 खुड़ी को कहि जे ता हाड़ गंडा का आनिबी। एबे जंगल को गले ता मांस तो दूर कथा हाड़र मूल भी नथि। बाघ हाबड़े पड़छि राडू माडू किना सब खाई देछि। माँ माँ अबे ये हरिया तो हाँ तो ये बुझीची एते बड़ा बाघ जंगल ताको छाड़ दी आसली सेठी भी बंची गला। फिर कुमीर नहीं पारी है भी घर को आसे मो मुंड बिंधलानी बस केम की मरियो के जाने। मां मां धनो ओ धनो धनो रे मां मां धनो धनो रे ओ धनो मां मां धनो रे मो धनो। ये कौन रक्त मो पुआ मो पुआ मो पुआ मते देखा जायछि रे मते देखा जायछि रे मो पुआ मो धन तो फेरी आछु। मो फेरी आछु मां
ଆସିଛି ମୋ ସୁନା ଫେରି ଆସିଛି ରେ ମୋ ସୁନାରେ ମା ବନ୍ଧୁ ତମକୁ କୋଟି ଜୁହାର ମା ପୁଅକୁ ଫେରାଇ ଦେଇଛ ମୋ ପୁଅକୁ ମୋ କୋଳକୁ ଫେରାଇ ଦେଇଛ ଧନ ମୋ ଧନରେ ଜଙ୍ଗଲରେ ବାଘ ଆଉ ନଦୀର କୁମ୍ଭୀର ତାଙ୍କ ମୁହଁରୁ ତୁ ହେଇଗଲୁ ପାର। ସମ୍ଭାଳ ସମ୍ଭାଳ ଏବେ ମୋ ପ୍ରହାର ମା ପୁଅ ଦି ଜଣ ଜଳି ପୁଡ଼ିକି ମର। ଶଳା ଏତେ ବଡ଼ ବାଘ ଜଙ୍ଗଲରେ ଛାଡ଼ିଦେଲି ମଲା ନା। କାଲି ରାତିରେ ତା ଘରେ ମୁଁ ନିଆଁ ଲଗେଇଦେଲି ଭାବିଲି ମା ପୁଅ ଦି ଜଣ ଜଳି ପୋଡ଼ି ପାଉଁଶ ହେଇଯିବ ତଥାପି ମଲା ନା। ଶଳା ବାଘ ବି ଦୟାଳୁ ହେଲା ସେ ନିଆଁ ବି ଦୟାଳୁ ହେଲା ଖାଲି ଆମ ବେଳକୁ ଦୟା ସରିଯାଉଛି। ମା ନିଆଁରେ ଜଳିକି ମଲା ବାପା ବାଘ ଖାଇଲା ଆଉ ତାଙ୍କ ବେଳକୁ ଦୟା ଉଛୁଳି ପଡୁଛି ଆମ ବେଳକୁ ଦୟା ନାହିଁ। ମୁଣ୍ଡ ଖରାପ ହଉଛି ମୋର ଏତେ ଚେଷ୍ଟା କଲେ ବି ସେମାନେ ମରୁନି ଆଉ କେମିତି ମୁଁ କଣ କରିଥାନ୍ତି କେମିତି ମାରିବି ତାଙ୍କୁ। ଭାଇ ରାଗିଲେ କଣ ହବ ଧୈର୍ଯ୍ୟ ଧର ନୂଆ କିଛି ଚେଷ୍ଟା କରିବା। ଆଉ ଅଲଗା ପ୍ରକାରରେ କଣ ଚେଷ୍ଟା କରିବି ସବୁ ପ୍ରକାର ତ ସରିଲାଣି କିନ୍ତୁ ସେମାନେ ମରୁନି କାହିଁକି ମୁଁ ଜାଣିପାରୁନି। ଭାଇ ଭାଇ ବାଘ